ପିଲାମାନେ ମୁଁ ପ୍ରୀତି आपण मानक मोर चैनल प्रीति एजुकेशन को स्वागत जनाऊँगी। यही वीडियो रे आज आम टिकी विषयर प्रश्न उत्तर करिबा। समुद्र किपरि सृष्टि होईछि बोली कवि कहिसंती। आर उत्तर आसिला टिकी टिकी पंडित गोदावरीश मिश्र। अभ्यास 1 नंबर क समुद्र किपरि सृष्टि होईछि बोली कवि कहिसंती। टिकी टिकी पानी टोपारे समुद्र सृष्टि होईछि बोली कवि कहिसंती। पहाड़ पड़िया नगर सबु धूलिरे गढ़ा होईछि बोली कवि काहींकि कहिसंती। टिकी टिकी धूली कणा मिसी ए पृथ्वी सृष्टि होईछि। पहाड़ पड़िया और नगर सबु सही धूलिकणार उपादान रे गढ़ी उठिछि, तेणु कवि एपरि कहिसंती। जंगल किपरि लोकमानकर उपकार करुछि। उत्तर जंगल रे भरी रहिछि अनेक मूल्यवान गछ। ସେହି ଗଛ ସବୁ ଲୋକମାନଙ୍କର ଉପକାରରେ ଲାଗିଥାଏ। ମନୁଷ୍ୟ ଜଙ୍ଗଲରୁ ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଉପାଦାନ ଓ ଔଷଧ ଆଦି ଅନେକ ମୂଲ୍ୟବାନ ପଦାର୍ଥ ପାଇଥାଏ। ତାପରେ ଘରେ ପ୍ରଶ୍ନ ଆସୁଛି ତୋଫା କରନ୍ତି କ୍ଷିତି। ପଦ୍ଧତିର ଅର୍ଥ କ'ଣ? କ୍ଷିତି କହିଲେ ପୃଥିବୀ, ତୋଫା କହିଲେ ଉଜ୍ଜ୍ୱଳ। ତୋଫା କରନ୍ତି କ୍ଷିତି ପଦ୍ଧତିର ଅର୍ଥ ହେଲା ପୃଥିବୀକୁ ଉଜ୍ଜ୍ୱଳ କରନ୍ତି, ଅର୍ଥାତ୍ ଟିକି ଟିକି ତାରକା ରାତିରେ ଆକାଶରେ ଉଦିତ ହୋଇ ଅନ୍ଧକାର ନାଶ କରି ପୃଥିବୀକୁ ଉଜ୍ଜ୍ୱଳ କରନ୍ତି। ଆସିଲା 1 ନମ୍ବର। 1 ନମ୍ବର ହେଉଛି ଏଇଟା। ଦୟାମୟଙ୍କ ଚର କହିଲେ କ'ଣ ବୁଝାଯାଏ? ଦୟାମୟଙ୍କ ଚର କହିଲେ ଭଗବାନଙ୍କର ଦୂତକୁ ବୁଝାଏ। ଯେଉଁ ଲୋକ ଅନ୍ୟମାନଙ୍କୁ ଦୟାଭାବ ଦେଖାଏ ସେ ହିଁ କେବଳ ଏ ପୃଥିବୀରେ ଦୟାମୟଙ୍କ ଚର ରୂପେ ପରିଗଣିତ ହୁଏ। ତାପରେ ଚ ହେଉଛି ଏଇଟା। କ'ଣ କଲେ ଆମର ଜୀବନ ସାର୍ଥକ ହେବ? ଜୀବନ କାଳ ମଧ୍ୟରେ ଟିକି ଟିକି ମହତ୍ କାର୍ଯ୍ୟ କରି ଅନ୍ୟର ଉପକାର ସାଧନ କରିପାରିଲେ ଆମର ଜୀବନ ସାର୍ଥକ ହେବ। ତାହେଲେ ଏଠି ଆମର ସରି ଆସିଲା 1 ନମ୍ବର। ତାପରେ ଆମେ କରିବା 2 ନମ୍ବର। 2 ନମ୍ବର ଦେଇଛି ଯେମିତି ଟିକି ଟିକି ଧୂଳିକଣା ସେହିପରି ଟିକି ଟିକି ଲଗାଇ ଆଉ କେତୋଟି ଶବ୍ଦ ଲେଖ। ଯେମିତିକି ଟିକି ଟିକି ଗଛ, ଟିକି ଟିକି ଚଢ଼େଇ, ଟିକି ଟିକି ମାଛ, ଟିକି ଟିକି ତାରା, ଟିକି ଟିକି ପିଲା। ତାପରେ ଯିବା ଆମେ ସେପଟେ 3 ନମ୍ବରକୁ। 3 ନମ୍ବର ଦେଇଛି ତଳେ 4ଟି ଶବ୍ଦ ଲେଖା ହୋଇଛି। ପ୍ରତି ଶବ୍ଦ ତଳେ 2ଟି ଲେଖାଏ ଏପରି ଶବ୍ଦ ଲେଖିବା ଯେପରି ତଳକୁ ତଳ ଥିବା ଶବ୍ଦ ଗୁଡ଼ିକ ଏକାଭଳି ଶୁଭୁଥିବ। ଯେପରି ସିନ୍ଧୁ ଇନ୍ଦୁ, ଧରା ସେପରି କ'ଣ ହେବ? ଖରା ଗରା, ଧନ ବନ ମନ, ନର ସର କର। 4 ନମ୍ବର ଆସ ତଳ ଶବ୍ଦ ଗୁଡ଼ିକ ଅର୍ଥ ଅଭିଧାନରୁ ବାହାର କରିବ ଲେଖିବା। ଧରା ଅର୍ଥ ହେଉଛି ପୃଥିବୀ, କ୍ଷିତି ପୃଥିବୀ, ତୋଫା ଉଜ୍ଜ୍ୱଳ, ସୁଗତି ଭଲ ଗତି, ବିନାଶୀ ଦୂର କରି, ମର୍ତ୍ତ୍ୟ ପୃଥିବୀ। କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି। ଆସ ସେହି ଅଂଶକୁ ମନେ ପକାଇ ଶୂନ୍ୟସ୍ଥାନ ପୂରଣ କରିବା। ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ଖ ଲବେ ଲବେ ଦୟା ହୃଦୟୁ ଦେଇ ପାରେ ଯେ ନର, ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର। 6 ନମ୍ବର ଦେଇଛି ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ଉପରେ ଲେଖାଥିବା ପଦର ଅର୍ଥ 5ଟି ବାକ୍ୟରେ ଲେଖିବା। ଆଇ ଦେଇଛି ଲେଖିବା ଗୋଟି ଗୋଟି କରି ଅନେକ ଗଛକୁ ନେଇ ବନ ସୃଷ୍ଟି ହୋଇଛି। ଡବଲ ଆଇ ବଣରେ ଥିବା ଗଛରୁ ଲାଖ, ମହୁ, ଝୁଣା ଆଦି ଅନେକ ପଦାର୍ଥ ମିଳିଥାଏ। ଟ୍ରିପଲ ଆଇ ବାସଗୃହ ପାଇଁ ଲୋକମାନେ ବଣରୁ କାଠ ଓ ବାଉଁଶ ପାଇଥାନ୍ତି। ତାପରେ ଗଛ ଗୁଡ଼ିକରୁ ଲୋକମାନେ ଆହାର ପାଇ ସ୍ୱାଦିଷ୍ଟ ଫଳ ପାଇଥାନ୍ତି। ବଣରେ ଥିବା ବହୁ ବୃକ୍ଷଲତାରୁ ଔଷଧ ତିଆରି ହୋଇଥାଏ। ଏହିପରି ବଣ ନିଜର ମୂଲ୍ୟବାନ ସମ୍ପତ୍ତିକୁ ମୂଲ୍ୟବାନ ହିତ ସାଧନ ପାଇଁ ବିତରଣ କରିଥାଏ। ଏଠି ଆମର 6 ନମ୍ବର ସରିଛି। ତାପରେ ଆସିଲା 7 ନମ୍ବର। ପଠିତ କବିତାର ଯେଉଁ ପଦଗୁଡ଼ିକରେ ମଣିଷର କିଛି ଭଲ ଗୁଣ କଥା କୁହାଯାଇଛି ସେହି ପଦଗୁଡ଼ିକୁ ଆବୃତ୍ତି କରିବା। ତାହେଲେ ଦେଖିବା କେଉଁଠି ଅଛି। ଏଇଠି ଆସିଲା ଲବେ ଲବେ ଦୟା ହୃଦୟୁ ଦେଇ ପାରେ ଯେ ନର, ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର। ପଦୁ ପଦ କଥା ମଧୁର ଯେହୁ ଭାସଇ ମୁଖେ, ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ। ପରେ ଆସିଲା ଆମର 8 ନମ୍ବର। ଯେମିତି ସିନ୍ଧୁର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ହେଉଛି ସାଗର, ସମୁଦ୍ର, ପାରାବର।
ସେହିପରି ତଳ ଶବ୍ଦଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା। ଦେଇଛି ଧରା ପଚାରିଛି, ବନ ଆଉ ନର ପଚାରିଛି। ଧରାର ଶବ୍ଦ ହେଉଛି ଧରଣୀ, ଅର୍ଥ ଧରିତ୍ରୀ, ଆଉ ଗୋଟେ ଅର୍ଥ ବସୁନ୍ଧରା। ସେମିତି ବନର ଅର୍ଥ କାନନ, ଅରଣ୍ୟ, ବିପିନ। ଅନ୍ୟ ନାମ ସବୁ ନର, ମାନବ, ମନୁଷ୍ୟ, ମନୁଜ। ଏଇଠି ଆମର ଟିକି ଟିକି ବିଷୟ ଶେଷ ହୋଇଛି। ଧନ୍ୟବାଦ।